ଜଣେ ମହିଳା କାଉଡ଼ିଆଙ୍କ ସହ ଘଟିଲା ବହୁତ ବଡ଼ ଲଜ୍ଜାଜନକ ଘଟଣା। ଦୁର୍ବୃତ୍ତ ଟପିଗଲା ତାର ସବୁ ସୀମା ଆଉ ଘଟେଇ ଦେଲା ଲୋମଟାଙ୍କୁରା ଘଟଣା। ଘଟଣାଟି ଆରମ୍ଭ କରିବା ଆଗରୁ ଯଦି ଆପଣମାନେ ଦେବାଦିଦେବ ପ୍ରଭୁ ମହାଦେବଙ୍କୁ ମନରେ ଭକ୍ତି କରନ୍ତି, ମହାଦେବଙ୍କୁ ନିଜର କୁଳଦେବତା ବୋଲି ମାନନ୍ତି, ତାହେଲେ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖି ଦିଅନ୍ତୁ। ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ମାନସିକ କରି ନିଜ ସ୍ୱାମୀକୁ ମରଣ ମୁହଁରୁ ଫେରେଇ ଆଣିଥିଲେ ପୁରୀ ଜିଲ୍ଲା ଅନ୍ତର୍ଗତ ଭାଗିପୋଟଳ ଗ୍ରାମର ପ୍ରଭାତୀ ବିଶ୍ୱାଳ। ତାଙ୍କ ପରିବାର କହିଲେ ସ୍ୱାମୀ ରାମ ବିଶ୍ୱାଳ ଆଉ ତାଙ୍କର 3ଟି ଝିଅ। ଝିଅ 3 ଜଣ ଯାକ ପାଠ ପଢ଼ୁଛନ୍ତି, କିନ୍ତୁ ସ୍ୱାମୀ ରାମ 5 ବର୍ଷ ହେଇଗଲା ପାରାଲିସିସ୍ ରୋଗରେ ପଡ଼ି ବିଛଣାରେ ପଡ଼ି ରହିଛନ୍ତି। ପ୍ରଭାତୀ ମ୍ୟାଡ଼ାମଙ୍କ ଉପରେ ଘରର ସବୁ ଦାୟିତ୍ୱ। ପିଲାମାନଙ୍କର ପାଠଶାଠ ପଢ଼ା ଖର୍ଚ୍ଚ ଠୁ ଆରମ୍ଭ କରି ସ୍ୱାମୀଙ୍କର ମାସକୁ ପାଖାପାଖି 7,000 ରୁ 8,000 ଟଙ୍କାର ମେଡ଼ିସିନ ଖର୍ଚ୍ଚ। ପ୍ରଭାତୀ ମ୍ୟାଡ଼ାମ ବହୁତ ଆଡ଼ୁ ବହୁତ କରଜ କାଢ଼ିଆରେ ବି ବୁଡ଼ି ରହିଛନ୍ତି, ହେଲେ ସେ କେବେ ବି ହାର ମାନି ନାହାନ୍ତି। ସବୁବେଳେ ଭଲରେ ମନ୍ଦରେ ସୁଖରେ ଦୁଃଖରେ ସେ ସେଇ ପ୍ରଭୁ ଲିଙ୍ଗରାଜଙ୍କୁ ହିଁ ଡାକି ଆସିଛନ୍ତି। ବାବା ଲିଙ୍ଗରାଜଙ୍କୁ ପ୍ରଭାତୀ ମ୍ୟାଡ଼ାମ ବହୁତ ମାନନ୍ତି। ସ୍ୱାମୀର ପାରାଲିସିସ୍ ରୋଗ ଭଲ କରିଦେବା ପାଇଁ ପ୍ରଭାତୀ ମ୍ୟାଡ଼ାମ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ 12 ବର୍ଷ ବୋଲ ବମ୍ ନେଇକି ଯିବାର ମାନସିକ କରିଥିଲେ। ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ସେ ବୋଲ ବମ୍ ନେଇ ଯାଆନ୍ତି। ଏ ବର୍ଷକୁ ମିଶେଇଲେ 12 ବର୍ଷ ପୂର୍ଣ୍ଣ ହେଇଯିବ। ପ୍ରଭାତୀ ମ୍ୟାଡ଼ାମଙ୍କର ପ୍ରଭୁ ଲିଙ୍ଗରାଜଙ୍କ ଉପରେ ଅଗାଢ଼ ବିଶ୍ୱାସ। ଏ ବର୍ଷ ତାଙ୍କର ମାନସିକ ପୂର୍ଣ୍ଣ ହେଇଗଲେ ତାଙ୍କ ସ୍ୱାମୀ ପୁରାପୁରି ସୁସ୍ଥ ହୋଇଯିବେ। ସେଥିପାଇଁ ଏ ବର୍ଷ ଶ୍ରାବଣ ମାସରେ ପ୍ରଭାତୀ ମ୍ୟାଡ଼ାମ ନିଜର ବାହୁଙ୍ଗି ସଜାଡ଼ି ନିଷ୍ଠାର ସହିତ ସେ ଗାଁର କିଛି ଲୋକଙ୍କ ସହ ମିଶି ସେଇ ପ୍ରଭୁ ଲିଙ୍ଗରାଜଙ୍କ ନାଁ ନେଇ ବୋଲ ବମ୍ ହରର ବମ୍ ଧ୍ୱନି ଉଚ୍ଚାରଣ କରି ଚାଲି ଚାଲି ଆସୁଥିଲେ। ପାଖାପାଖି 30 କିଲୋମିଟର ଚାଲିଲା ପରେ ପ୍ରଭାତୀ ମ୍ୟାଡ଼ାମଙ୍କ ଗୋଡ଼ ଫୋଟକା ହେଇଗଲାଣି। ସେତେବେଳକୁ ସନ୍ଧ୍ୟା ପାଖାପାଖି 8ଟା ବାଜିଗଲାଣି। ପ୍ରଭାତୀ ମ୍ୟାଡ଼ାମ ଆଉ ପାଦେ ମଧ୍ୟ ଚାଲିବାକୁ ତାଙ୍କର ବଳ ନାହିଁ। ସେ ତାଙ୍କ ଗାଁ ଲୋକଙ୍କୁ ଅନୁରୋଧ କରି କହିଲେ, ଭାଇମାନେ, ମୁଁ ଆଉ ଚାଲିପାରୁନି, ଏଇଠି ଆମେ କିଛି ସମୟ ବିଶ୍ରାମ କରି ପୁଣି ବାହାରିବା। ଗାଁର ସବୁ ଲୋକ କହିଲେ, ନାଇଁ ନାଇଁ, ଆଜି ଆସିକି ରବିବାର ହେଲାଣି, ଆଜି ରାତିକ ଭିତରେ ଆମକୁ ଲିଙ୍ଗରାଜଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ତାହେଲେ ଯାଇକି ଆମେ ସୋମବାର ଦିନ ସକାଳୁ ସକାଳୁ ଲିଙ୍ଗରାଜଙ୍କ ମସ୍ତକରେ ଆମର ମାନସିକ ଜଳ ଢାଳି ପାରିବା। ଏମିତି ଗାଁର ସବୁ ଲୋକ କୁହାକୁହି ହେଇ କେହି ବି ପ୍ରଭାତୀ ମ୍ୟାଡ଼ାମଙ୍କ କଥା ଶୁଣିଲେନି। ସମସ୍ତେ ଆଗରେ ଆଗରେ ଚାଲିଗଲେ। ପ୍ରଭାତୀ ମ୍ୟାଡ଼ାମ କିନ୍ତୁ ପାଦେ ଚାଲିପାରୁନାହାନ୍ତି। ସେ ବାଧ୍ୟ ହୋଇ ଗୋଟେ ବୋଲ ବମ୍ ଲୋକ ରହୁଥିବା ସ୍ଥାନରେ ସେ କିଛି ସମୟ ବିଶ୍ରାମ କଲେ। ଟିକିଏ ଗଡ଼ୁ ଗଡ଼ୁ ପ୍ରଭାତୀ ମ୍ୟାଡ଼ାମକୁ ଟିକିଏ ନିଦ ଲାଗିଯାଇଛି। ଆଉ ଉଠିଲା ବେଳକୁ 10ଟା ବାଜିଗଲାଣି। ପ୍ରଭାତୀ ମ୍ୟାଡ଼ାମ ବ୍ୟସ୍ତ ହୋଇ ଧଡ଼ପଡ଼ ହୋଇ ଉଠି ପଡ଼ିଲେ। ଆଉ ବାହୁଙ୍ଗି ଧରି ଏକା ଏକା ରାତିରେ ସେଇ ପ୍ରଭୁଙ୍କୁ ଡାକି ଡାକି ଚାଲୁଥାନ୍ତି। ଠିକ୍ ସେତିକି ବେଳେ 4 ଜଣ ଯୁବକ ମଦ୍ୟପାନ କରି ପ୍ରଭାତୀ ମ୍ୟାଡ଼ାମକୁ ଏକୁଟିଆ ଦେଖି ତାଙ୍କ ପଛେ ପଛେ ଆସିଲେ। ପ୍ରଭାତୀ ମ୍ୟାଡ଼ାମ ତାଙ୍କୁ ଦେଖିଦେଇ ବହୁତ ଡରିଗଲେ। ଚାରିଆଡ଼ିକି ଅନେଇଲେ, ଆଖପାଖରେ କେହି ହେଲେ ବି ନାହାନ୍ତି।
ସେ ଡରି ଯାଇ ଜୋରେ ଜୋରେ ଦୌଡ଼ିବାକୁ ଲାଗିଲେ। ଦୁର୍ବୃତ୍ତମାନେ ବି ତାଙ୍କ ପଛରେ ଦୌଡ଼ୁଥିଲେ। ପ୍ରଭାତୀ ମ୍ୟାଡ଼ାମ ସେଇ ଲିଙ୍ଗରାଜଙ୍କୁ ବିକଳ ହୋଇ ଡାକୁଥାନ୍ତି, କହୁଥାନ୍ତି, ହେ ପ୍ରଭୁ ଲିଙ୍ଗରାଜ, ମୋତେ ମହାବିପଦରୁ ରକ୍ଷା କର ପ୍ରଭୁ। କେବଳ ଏତିକି କହିଛନ୍ତି। ପ୍ରଭାତୀ ମ୍ୟାଡ଼ାମଙ୍କର ବିକଳ ଡାକ ବୋଧେ ସେଇ ଲିଙ୍ଗରାଜ ପ୍ରଭୁ ଶୁଣିପାରିଲେ। ସେଇଠି ଘଟି ଯାଇଥିଲା ବିରାଟ ଚମତ୍କାରଟିଏ। ପ୍ରଭୁ ଲିଙ୍ଗରାଜ କରିଥିଲେ ତାଙ୍କ ଭକ୍ତକୁ ଉଦ୍ଧାର। ପ୍ରଭାତୀ ମ୍ୟାଡ଼ାମ ଆଗରେ ଆଗରେ ଦୌଡ଼ୁଥାନ୍ତି। ଦୁର୍ବୃତ୍ତମାନେ ବି ତାଙ୍କ ପଛରେ ଗୋଡ଼ଉଥାନ୍ତି। ସେତିକିବେଳେ ଗୋଟେ ବିଶାଳକାୟ କାଳୀନାଗ ଆସି ଫଁ ଫଁ ଗର୍ଜନ କରି ଜଣେ ଦୁର୍ବୃତ୍ତର ଗୋଡ଼କୁ ଚୋଟଟିଏ ମାରିଦେଲା। ଆଉ ସେଇ ନାଗର ଭୟଙ୍କର ରୂପକୁ ଦେଖି ସମସ୍ତେ ଡରରେ ସେଠାରୁ ଦୌଡ଼ି ପଳେଇଲେ। ପ୍ରଭାତୀ ମ୍ୟାଡ଼ାମ ପଛକୁ ଚାହିଁ ସବୁ ଦେଖୁଥାନ୍ତି। ଆଉ ଏସବୁ ଦେଖି ସେ ସାଙ୍ଗେ ସାଙ୍ଗେ ଆଣ୍ଠୁ ମାଡ଼ି ଦୁଇ ହାତ ଯୋଡ଼ି ଦେଇ କହନ୍ତି, ଧନ୍ୟରେ ତୁ ପ୍ରଭୁ ଲିଙ୍ଗରାଜ, ଧନ୍ୟ ତୋର ମହିମା। ଆଜି ତୁ ନଥିଲେ ମୋର କ'ଣ ଯେ ହେଇଥାନ୍ତା। ମୁଁ ଆଜି ଧନ୍ୟ ହେଇଗଲି ରେ। ଏତିକି କହି ସେ ପୁଣି ବାହୁଙ୍ଗି ଧରି ଆଗେଇ ଚାଲିଲେ। ଆଉ ତା ପରଦିନ ଲିଙ୍ଗରାଜଙ୍କ ମସ୍ତକରେ ପାଣି ଢାଳିଲା ବେଳେ ସେଇ ସାପ ଯିଏ ତାଙ୍କୁ ରକ୍ଷା କରିଥିଲା, ସେ ସେଇ ସାପକୁ ଲିଙ୍ଗରାଜଙ୍କ ପାଖରେ ଦେଖିଲେ। ଆଉ ସେ ସବୁ ବୁଝିପାରିଲେ। ଆଉ ମୁଣ୍ଡିଆଟିଏ ମାରିଦେଇ ଘରକୁ ଆସିଲେ। ପ୍ରଭାତୀ ମ୍ୟାଡ଼ାମଙ୍କ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣାଟିଏ ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିଦିଅନ୍ତୁ।